ଜୟ ଜଗନ୍ନାଥ ସାଙ୍ଗମାନେ, ଆସିଅଛି କାଳିଆ ଛାତ୍ରବୃତ୍ତି ଆବେଦନ 2024। କାଳିଆ ଛାତ୍ରବୃତ୍ତିରେ ରାଜ୍ୟ ସରକାର କଲେ ବଡ଼ ପରିବର୍ତ୍ତନ, ସାମିଲ କରିଛନ୍ତି କେତେଗୁଡ଼ିଏ ବ୍ୟବସ୍ଥା। ଚାଲନ୍ତୁ ସାଙ୍ଗମାନେ ଦେଖିଦେବା କେଉଁ କେଉଁ ବ୍ୟବସ୍ଥା ସବୁ ସାମିଲ ଅଛି। ସାଙ୍ଗମାନେ, କାଳିଆ ଛାତ୍ରବୃତ୍ତିରେ ରାଜ୍ୟ ସରକାର ଗୋଟେ ପରିବର୍ତ୍ତନ କରିଛନ୍ତି, ସାମିଲ କରିଛନ୍ତି କେତେଗୁଡ଼ିଏ ସବୁ ବିଷୟ ବା ଶିକ୍ଷାନୁଷ୍ଠାନ ମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଦେଖ, ଏଥିରେ ଗୋଟେ ସଂଶୋଧିତ ତାଲିକା ଆସିଯାଇଛି। ଏହି ସଂଶୋଧିତ ତାଲିକା ଅନୁସାରେ ସବୁ ବୃତ୍ତିଗତ ବା ବୈଷୟିକ ପାଠ୍ୟକ୍ରମ ରାଜ୍ୟ ଭିତର ବା ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନ ବା ଶିକ୍ଷା ବିଭାଗ ସବୁ ଏଥିରେ ସାମିଲ କରାଯାଇଅଛି। ଦେଖନ୍ତୁ ସାଙ୍ଗମାନେ, ଏହି କାଳିଆ ସ୍କିମ୍ରେ ଆମର ପୂର୍ବରୁ ଏହି ବିଷୟ ପାଠ୍ୟକ୍ରମ ସବୁ ସାମିଲ ଥିଲା। ଏହି ବିଷୟ ସବୁ ଆମର ସାମିଲ ହୋଇକି ଥିଲା, ଯାହାଫଳରେ ଆମେ ଏହି ବିଷୟ ସବୁ ଆମେମାନେ କାଳିଆ ଛାତ୍ରବୃତ୍ତି ପାଉଥିଲେ। ତା ସହିତ ଦେଖ, ଏଠାରେ ଯୋଗ କରାଯାଇଛି କେଉଁ କେଉଁ ଛାତ୍ରବୃତ୍ତି ପାଇଁ ନା ଏଠାରେ ଯୋଗ କରାଯାଇଛି। ବର୍ତ୍ତମାନ ଏହି ବିଷୟରେ BCA ପାଠ୍ୟକ୍ରମ ସାମିଲ କରାଯାଇଛି ଓ ରାଜ୍ୟ ବାହାର ଓ ରାଜ୍ୟ ଭିତରେ ଥିବା ଶିକ୍ଷାନୁଷ୍ଠାନ ମଧ୍ୟ, ପ୍ରାଇଭେଟ ଶିକ୍ଷାନୁଷ୍ଠାନ ମଧ୍ୟ ଏଥିରେ ସାମିଲ କରାଯାଇଛି। ଦେଖ, ରାଜ୍ୟ ଭିତରେ ଥିବା ଶିକ୍ଷା ସବୁ, ରାଜ୍ୟ ଭିତରେ ଯେଉଁ ଶିକ୍ଷା ସବୁ, ଏହି ଶିକ୍ଷା ସବୁ ରାଜ୍ୟ ଭିତରେ ସବୁ ଅଛି। ଏହି ଶିକ୍ଷା ପାଇଁ ତୁମେମାନେ ଆବେଦନ କଲେ ତୁମେମାନେ କାଳିଆ ଛାତ୍ରବୃତ୍ତି ପାଇପାରିବ। ଦେଖ, ଏଠି ପୋଷ୍ଟ ଗ୍ରାଜୁଏଟ୍ ଯେଉଁମାନେ କରିବେ ସେମାନଙ୍କୁ ମଧ୍ୟ ଛାତ୍ରବୃତ୍ତି ଦିଆଯିବ। ତା ସହିତ PhD କୋର୍ସ ପାଇଁ 4 ବର୍ଷର ଛାତ୍ରବୃତ୍ତି ମଧ୍ୟ ଦିଆଯିବ, 2 ବର୍ଷର ଛାତ୍ରବୃତ୍ତି ମଧ୍ୟ ଦିଆଯିବ। ତା ଏଠାରେ ତାଲିକାଭୁକ୍ତ କରାଯାଇଅଛି। କାରଣ ଏଠି ଡିପ୍ଲୋମା ପାଇଁ ମଧ୍ୟ ଦିଆଯାଇଛି। ଡିପ୍ଲୋମାର ଏଇ ଯେଉଁ ଟ୍ରେଡ୍ ସବୁ ଅଛି, ଏହି ଟ୍ରେଡ୍ରେ ତୁମେମାନେ ଯଦି ଆବେଦନ କରିବ ତୁମେମାନେ କାଳିଆର ଛାତ୍ରବୃତ୍ତି ମଧ୍ୟ ପାଇପାରିବ। କାରଣ PhD ପାଠ୍ୟକ୍ରମରେ ତୁମେ ଯେଉଁ ବିଷୟ ସବୁ ଅଛି ତା ମଧ୍ୟ ତୁମେମାନେ ଆବେଦନ କଲେ ତାହା ଛାତ୍ରବୃତ୍ତି ପାଇପାରିବ। ଦେଖ, ଏଠାରେ PhD ପାଠ୍ୟକ୍ରମ ଏଠି ଦିଆଯାଇଛି। ଦେଖ, ଯଦି କୌଣସି ବିଦ୍ୟାର୍ଥୀ ବା ପାଠ୍ୟକ୍ରମ କୌଣସି ଫେଲୋସିପ୍ କିମ୍ବା ଅସହାୟତା ପାଉଥାନ୍ତି, ତେବେ ସେହି ରାଶିକୁ କୋର୍ସ ଫିରୁ ବାଦ ଦିଆଯାଇ ବୃତ୍ତିଗତ ପ୍ରଦାନ କରାଯିବ। ଦେଖ, ରାଜ୍ୟ ବାହାରେ ଥିବା ଶିକ୍ଷା, ରାଜ୍ୟ ବାହାରେ ଏଇ ଶିକ୍ଷା ଯେଉଁ ଅଛି, ଏଇ ଯଦି ଆମ ରାଜ୍ୟ ଭିତରେ ନାହିଁ ତାହେଲେ ରାଜ୍ୟ ବାହାରେ ଏଇ ଯେଉଁ ଶିକ୍ଷା ଅଛି NIT, IIT, IIM, AM, ICAR, IMAR, IVRI, CIIF ଏସବୁ ଛାତ୍ରବୃତ୍ତି ମଧ୍ୟ ତୁମମାନଙ୍କୁ ପ୍ରଦାନ କରାଯିବ। ତାର ଅନୁଦାନ ରାଶି ତୁମମାନଙ୍କୁ ମଧ୍ୟ ଦିଆଯିବ। କେବଳ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ପାଇଁ କୌଣସି ଛାତ୍ରବୃତ୍ତି ଦିଆଯିବ ନାହିଁ। ଏଠାରେ ଡିଟେଲ ମେନସନ୍ ଅଛି। ପାଇବାକୁ ଥିବା ଅର୍ଥରାଶି, ସରକାରୀ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀମାନେ ଦାଖଲ କରିଥିବା କମନ୍ ମନି ବ୍ୟତୀତ ଟ୍ୟୁସନ୍ ଫିସ୍, ବାର୍ଷିକ ଫିସ୍, ଏକକାଳୀନ ଫିସ୍, ହଷ୍ଟେଲ ଖର୍ଚ୍ଚ, ଅନ୍ୟାନ୍ୟ ଖର୍ଚ୍ଚ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡେବିଟ୍ ଜରିଆରେ ସିଧାସଳଖ ପ୍ରେରଣ କରାଯିବ। ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କୋର୍ସ ଫି ହାରରେ ବୃତ୍ତିଗତ ପ୍ରଦାନ କରାଯିବାର ସୁବିଧା ଅଛି। ରାଜ୍ୟ କିମ୍ବା ରାଜ୍ୟ ବାହାରେ ପ୍ରିମିୟର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରସ୍ତାବିତ ଫିସ୍ କିମ୍ବା ସର୍ବାଧିକ 1 ଲକ୍ଷ ଟଙ୍କା ଯେଉଁଠି କମ୍ ହେବ ତାହା ଛାତ୍ରବୃତ୍ତି ଭାବରେ ପ୍ରଦାନ କରାଯିବ। ଦେଖ ସାଙ୍ଗମାନେ, ଏଠି ଅନୁଦାନ ପରିମାଣ କ'ଣ ରହିବ ନା UGC, PG, PhD ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ହଷ୍ଟେଲରେ ମେସ୍ ଖର୍ଚ୍ଚ ବାବଦକୁ ମାସକୁ 12,000 ଟଙ୍କା, ଡିପ୍ଲୋମା, ପଲିଟେକ୍ନିକ୍, ITI ବିଦ୍ୟାର୍ଥୀମାନଙ୍କୁ ମାସକୁ 1,000 ଟଙ୍କା, ବର୍ଷକର 10 ମାସ ଉଭୟ ସରକାର ବେସରକାରୀ ଶିକ୍ଷାନୁଷ୍ଠାନକୁ ଦିଆଯିବ। ଦେଖ, ଏଟା ରଦ୍ଦ କରିଦିଆଯିବ କାହାକୁ ନା ବିଦ୍ୟାର୍ଥୀମାନେ ଯଦି ଛାତ୍ରବୃତ୍ତି ଆବେଦନ ସମୟରେ କୌଣସି ମିଥ୍ୟା ତଥ୍ୟ ପ୍ରଦାନ କରିଥିବେ କିମ୍ବା ପାଠ୍ୟକ୍ରମ ପାଠପଢ଼ା ଛାଡ଼ିଦେବେ କିମ୍ବା ଅନ୍ୟାନ୍ୟ ବୃତ୍ତିଗତ ପାଉଥିବେ, ତାହେଲେ ତାଙ୍କୁ ରଦ୍ଦ କରିଦିଆଯିବ। ବିଦ୍ୟାର୍ଥୀମାନେ ଯଦି ଅନ୍ୟ କୌଣସି ବୃତ୍ତି ପାଉଥାନ୍ତି କିମ୍ବା କାଳିଆ ଛାତ୍ରବୃତ୍ତିକୁ ପରିବର୍ତ୍ତନ କରିବାକୁ ଚାହୁଁଥାନ୍ତି, ତେବେ ସେ କ୍ଷେତ୍ରରେ ସେମାନେ ଆବେଦନ ସମୟରେ ଏହାକୁ ଉଲ୍ଲେଖ କରିବେ।
देख सांग मैंने छात्रवृत्ति आवेदन करने ये ऑनलाइन पोर्टाल टी देती यही ऑनलाइन पोर्टाल तुम मैंने जाकि सीधा सड़क पोर्टाल मोबाइल तुम मैंने आवेदन कर आसतु सांग मैंने जाणी रखिए केमी कालिया स्कॉलरशिप आवेदन हुए। देखो मोबाइल ऑन करेंगे, मोबाइल क्रोम ब्राउजर जी देखो क्रोम ब्राउजर ऑन है। ये सर्च टाइप URL लिखाई URL टाइप कलापर ये तुम टाइप कर www.scholarship.odisha.gov देखो ये .odisha.gov टाइप कराला ये देखो आसो। देखो आसला लिखाई स्टेट स्कॉलरशिप पोर्टाल को यही पोर्टाल को तुम मैंने टाइप कर टाइप कलापर देखो ये डेफिनेशन आसो। देखो ये तले सब लिखाई अप्लाई स्कॉलरशिप अप्लाई फेसिंग कार्ड नाउ योर स्टाटस NSP फॉर्म मंथली स्टूडेंट व्यू FIC कोड हाउ टू अप्लाई इंस्टीट्यूट लिस्ट चेक एलिजिबल किंतु आमर अप्लाई स्कॉलरशिप रे आवेदन करिया पड़िबो। देखो यही अप्लाई स्कॉलरशिप को टाइप करिवे। देखो ऑल डिपार्टमेंट आसीगला ऑल स्कीम ऑल कैटेगरी देखो ये क्यों क्यों कैटेगरी तुम SC ST OBC जनरल EBC क्यों क्यों कैटेगरी अच्छी मैंने अप्लाई आवेदन कला मेंशन कर सहित देखो ये क्लास ऑफ कोर्स क्यों क्यों कोर्स तुम मैंने सब्जेक्ट मैंने स्कॉलरशिप पाइक आवेदन कर डिटेल सब मेंशन कर डिटेल देखो दिखाई गोटे फैमिली इनकम मिनिमम वार्षिक इनकम 8 लाख टଙ୍କା होता दरकार। स्टेट रू तुम आवेदन कर एंडिंग डेट स्टार्टिंग डेट बा एंडिंग डेट ये डिटेल दिखाई तुम मैंने स्टार्टिंग डेट एंडिंग डेट डिटेल सर्च मार। देखो ये जनरल व्यू ऑफ डिटेल कि सब देखी व्यू डिटेल आम देखीदे जानीदे। देखो ये फैमिली इनकम क्यों कोर्स तुम आवेदन कर सहित देखो आधार कार्ड कॉपी ऑफ पासबुक IFC कोड जो पासबुक थो डिटेल ये मेंशन कर आवेदन कर।